ଭାରତରେ ଖେଳିବାକୁ ବିସିବି ମନା କରିବା ପରେ ଆଇସିସି ବାଂଲାଦେଶକୁ ବିଶ୍ୱକପ୍ରୁ ବିତାଡ଼ିତ କରି ସ୍କଟଲ୍ୟାଣ୍ଡକୁ ସାମିଲ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରିବା ପରେ ଆଇସିସି ଟି20 ବିଶ୍ୱକପ୍ରେ ଅଂଶଗ୍ରହଣ କରିବୁ କି ନା ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ବୋଲି ପିସିବି ଅଧ୍ୟକ୍ଷ ମୋହସିନ ନକଭି ପ୍ରକାଶ କରିଥିଲେ। ବାଂଲାଦେଶ ପ୍ରତି ଅନ୍ୟାୟ ହୋଇଛି ବୋଲି ମଧ୍ୟ ନକଭି ଟିପ୍ପଣୀ ପ୍ରଦାନ କରିଥିଲେ। ଏହାକୁ ନେଇ ଆଇସିସି ଖପା ହୋଇଛି। ଏହାରି ଭିତରେ ଭାରତ ଏବଂ ଶ୍ରୀଲଙ୍କାର ମିଳିତ ସହଭାଗିତାରେ ଆଇସିସି ଟି20 ପୁରୁଷ ବିଶ୍ୱକପ୍ ପାଇଁ ପାକିସ୍ତାନ ତାର ଟିମ୍ ଘୋଷଣା କରିଛି। ପାକିସ୍ତାନ ଟିମ୍ର ଅଧିନାୟକ ଦାୟିତ୍ୱ ସଲମାନ ଅଲିଙ୍କୁ ଦିଆଯାଇଛି। ପାକିସ୍ତାନ ବାଂଲାଦେଶକୁ ସମର୍ଥନ କରି ଟି20 ବିଶ୍ୱକପ୍ରୁ ବହିଷ୍କାର ହେବାକୁ ଧମକ ଦେଇଥିଲା। ପାକିସ୍ତାନ 15 ଜଣିଆ ଦଳ ଘୋଷଣା କରିଛି। 2009ର ଏହି ବିଜେତା ଦଳର ନେତୃତ୍ୱ ଭାର ସଲମାନ ଅଲି ଆଘାଙ୍କୁ ମିଳିଛି। ଦଳରେ ଦୁଇ ତାରକା ଖେଳାଳି ହାରିଶ ରଫ ଓ ମହମ୍ମଦ ରିଜୱାନଙ୍କୁ ସ୍ଥାନ ମିଳିନି, ହେଲେ ବାବର ଆଜମ ସାମିଲ ଅଛନ୍ତି। ରଫଙ୍କ ଅନୁପସ୍ଥିତିରେ ଶାହିନ ଶାହ ଆଫ୍ରିଦି ଓ ନସିମ ଶାହ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ତେବେ ପାକିସ୍ତାନ ଗ୍ରୁପ୍ ଏରେ ବିଜେତା ଭାରତ, ଆମେରିକା, ନେଦରଲ୍ୟାଣ୍ଡସ, ନାମିବିଆ ସହିତ ରହିଛି। ଏହି ଦଳ ଭାରତ ଗସ୍ତ ନ କରି କଲମ୍ବୋରେ ସମସ୍ତ ମ୍ୟାଚ୍ ଖେଳିବ। ପାକିସ୍ତାନ ଫେବୃଆରୀ 7ରେ ନେଦରଲ୍ୟାଣ୍ଡସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବା ପରେ 10ରେ ଆମେରିକା, 15ରେ ଭାରତ ଏବଂ 18ରେ ନାମିବିଆ ସହ ଗ୍ରୁପ୍ ମ୍ୟାଚ୍ ଖେଳିବ। ତେବେ ଟି20 ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମ୍ରେ ରହିଛନ୍ତି ଅଧିନାୟକ ସଲମାନ ଅଲି ଆଘା, ଅବରାର ଅହମ୍ମଦ, ବାବର ଆଜମ, ଫହିମ ଅଶରଫ, ଫଖର ଜମ୍ପା, ଖ୍ୱାଜା ନଫାଏ, ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସିମ ଶାହ, ସାହିଦଜାଦା ଫରହାନ, ଶାମ ଆୟୁବ, ଶାହିଦ ଶାହ ଆଫ୍ରିଦି, ତତାବ୍ଦ ଖାନ, ଉସମାନ ଖାନ ଏବଂ ଉସମାନ ତାରିକ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସ୍ପୋର୍ट्स।